ଯାହା ହେଉ କିଛି ସମୟ ନଷ୍ଟ ହେଉ ପଛେ ସେମାନେ କିଶୋର ନଗର ପାଖ ମହାନଦୀ ବ୍ରିଜକୁ ପାରି ହୋଇ ନେମାଳ ଆଡ଼କୁ ମାଡ଼ି ଚାଲିଛନ୍ତି। ଆଗରୁ ଅନେକ ଥର ସେମାନେ ଏ ବାଟରେ ଯାଇଛନ୍ତି, ତେଣୁ ଚିହ୍ନା ରାସ୍ତା, ସମସ୍ୟା ନାହିଁ। ନୀତିଦିନିଆ ବାଟ, କାହାରିକୁ ମିଛ ହେଲେ ବି କଥାଟା ସମ୍ପୂର୍ଣ୍ଣ ସତ। ସେମାନଙ୍କର ଗାଡ଼ି ବାହାରିବା କଥା ଶାନ୍ତପୁରର ରଙ୍ଗବଜାର ପାଖରେ, କିନ୍ତୁ ବ୍ୟତିକ୍ରମ ଆଜି ସେମାନଙ୍କର ଗାଡ଼ି ବାହାରିଛି ଶିଶୁଆ ଗୋପୀନାଥପୁର ନିକଟ ଚିତ୍ରୋତ୍ପଳା ଦକ୍ଷିଣ ପାର୍ଶ୍ୱ କେନାଲ ବନ୍ଧରେ। ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଦୁଇ ଜଣ ଯାକ। ଯେଉଁ ରାସ୍ତା ସେମାନଙ୍କର ଏତେ ଜଣା, ସେଠି ଭୁଲ ହେଲା କେମିତି? ଏବେ ବି ଏମିତି ବି ସମୟ ବି ବହୁତ ଡେରି ହେଇଗଲାଣି। ଏତେ ପଛରେ ବାହାରିଲେ ସାଇଡ଼ରେ ଯାଇ ପହଞ୍ଚିବାକୁ ଆହୁରି ଅଧଘଣ୍ଟା ଉପରେ ଲାଗିଯିବ। ଯେତେବେଳେ ସନ୍ଧ୍ୟା ହେବାକୁ ଆସୁଛି ଆଉ ସାଇଡ଼୍କି ଯାଇ କୌଣସି ଲାଭ ନାହିଁ, ତେଣୁ ଭଲ ହେବ ଆମେ କଟକ ଫେରିଯିବା। କାଲି ମର୍ଣ୍ଣିଂରେ ଆସି ମେଜରମେଣ୍ଟ ନେଇଗଲା ପରେ କଣ୍ଟ୍ରାକ୍ଟର କଂକ୍ରିଟ୍ କରିବ। ଦୁହେଁ କଥା ହେଇଛନ୍ତି ଏଇଭଳି, କିନ୍ତୁ କଥାରେ ଅଛି ଚିତ୍ରଗୁପ୍ତର ପାଞ୍ଜିରୁ ଅପରାଜିତାର ନାଁଟା ବା କଟିବାକୁ ବସିଲାଣି। ସେ କ'ଣ ନିଜ ଇଚ୍ଛାରେ ଗନ୍ତବ୍ୟସ୍ଥଳରୁ ଫେରି ଯାଇପାରିବ? ସେମାନେ ଗାଡ଼ି ବୁଲେଇବାକୁ ଯାଇଛନ୍ତି। କଣ୍ଟ୍ରାକ୍ଟର ଫୋନ୍ କଲା, ମ୍ୟାଡ଼ାମ କେଉଁଠି ହେଲେଣି? କେତେବେଳେ ପହଞ୍ଚିବେ? ମିସ୍ତ୍ରୀ ଆପଣଙ୍କୁ ଅପେକ୍ଷା କରିଛି। କ'ଣ ଆଉ କରିବେ ଅଭିଳାଷ ଅପରାଜିତା? କୁହାଯାଏ ଛାଡ଼ ପିତୃକାର୍ଯ୍ୟ, କର ରାଜ୍ୟକାର୍ଯ୍ୟ। ତେଣୁ ନିଜ ଚାକିରିକୁ ସମ୍ମାନ ଦେଇ ଦୁହେଁ ଆଗେଇ ଚାଲିଛନ୍ତି ସାଇଡ଼୍ ଆଡ଼କୁ। ସାଇଡ଼ରେ ପହଞ୍ଚିଲା ବେଳକୁ ସନ୍ଧ୍ୟା 5ଟା 15। ରଡ଼ ବନ୍ଧା କାମ ଚାଲିଛି, ଏପର୍ଯ୍ୟନ୍ତ ସରିନି। ବିରକ୍ତ ହୋଇପଡ଼ିଛି ଅପରାଜିତା। ସମ୍ପୂର୍ଣ୍ଣ ରଡ଼ କାମ ନ ସାରି ମେଜରମେଣ୍ଟ ପାଇଁ ଡାକୁଛ? କିନ୍ତୁ ଏଜେନ୍ସିର ଗୋଟିଏ ଜିଦ୍, ଆପଣ ମେଜରମେଣ୍ଟ ଦେଖି ନିଅନ୍ତୁ, କାଲିକି କଂକ୍ରିଟ୍ କାଷ୍ଟିଂ ହେବ। ମେଜରମେଣ୍ଟ ସରୁ ସରୁ ସନ୍ଧ୍ୟା 6ଟା। କାମ ସାରି କଣ୍ଟ୍ରାକ୍ଟରକୁ କାମକୁ ବୁଝାଇ ଅପରାଜିତା ଅଭିଳାଷର ଗାଡ଼ିର ପଛ ସିଟ୍ରେ ବସିଛି ଏବଂ ଗାଡ଼ି ଗଡ଼ି ଚାଲିଛି ଆଗକୁ ଆଗକୁ। ଗାଡ଼ି ସେଇ ଜାଗାକୁ ଯାଉଛି ଯେଉଁଠି କାଳରୂପୀ ଯମ ଅପରାଜିତାକୁ ଅପେକ୍ଷା କରି ବସିଛି।